ପଥର ମାନିଲେ ଦେବତା, ନ ମାନିଲେ ପଥର। ସେଥିପାଇଁ ଦର୍ଶକ ବନ୍ଧୁ ମୁଁ ଆଜି ପଥରକୁ ଜଗନ୍ନାଥଙ୍କ ରୂପରେ ମାନିବି। ଏଥିରେ ଆମେ ଠାକୁରଙ୍କୁ ରଖିଦେବା। ଜଗତର ନାଥ ଶ୍ରୀ ଶ୍ରୀ 108ଟି ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁ, ମୁଁ ଆଜି ଆପଣଙ୍କ ପାଖରେ ନାହିଁ, ସେଥିପାଇଁ ଦୁଃଖିତ। ମୋର ସ୍ନେହ, ମମତା, ଆଦର, ସେଥିପାଇଁ ମୁଁ ଆପଣଙ୍କୁ ଆଜି ଭୋଗ ଚଢ଼ଉଛି। ହାପି ରଥଯାତ୍ରା ମୋର ୟୁଟ୍ୟୁବ୍ ଫ୍ୟାମିଲି। ଦର୍ଶକ ବନ୍ଧୁ, ମୁଁ ଆଜି ଓଡ଼ିଶାରେ ନାହିଁ, ମୋର ଡ୍ୟୁଟି ହେଉଛି ଉତ୍ତରାଖଣ୍ଡରେ। ସେଥିପାଇଁ ମୁଁ ହରିଦ୍ୱାରକୁ ଯାଇକି ଗଙ୍ଗା ନଦୀରୁ ଗୋଟିଏ ପଥର ଆଣିଛି। ପଥର କାହିଁକି ଆଣିଛି ଦର୍ଶକ ବନ୍ଧୁ? ସେ ପଥରକୁ ମୁଁ ଜଗନ୍ନାଥଙ୍କ ରୂପରେ ପୂଜା କରିବି ଆଉ ମିଠା ଟିକେ ଅର୍ପଣ କରିବି। ତାପରେ ମୁଁ ମିଠା ଖାଇବି ଆଜି ରଥଯାତ୍ରା ଭାବରେ। କାହିଁକି ପଥରଟିଏ ଆଣିଛି ଦର୍ଶକ ବନ୍ଧୁ? ଏହି ପଥରଟିକୁ ମୁଁ ଠାକୁର ଜଗନ୍ନାଥଙ୍କ ରୂପରେ ପୂଜା କରିବି, ଭୋଗ ଅର୍ପଣ କରିବି ତାଙ୍କ ପାଖରେ, ଆଉ ମିଠା ଖାଇବି ମୁଁ ନିଜେ। ଦର୍ଶକ ବନ୍ଧୁ, ଆମେ ସମସ୍ତେ ଜାଣିଛେ ପଥର ମାନିଲେ ଦେବତା, ନ ମାନିଲେ ପଥର। ସେଥିପାଇଁ ଦର୍ଶକ ବନ୍ଧୁ ମୁଁ ଆଜି ପଥରକୁ ଜଗନ୍ନାଥଙ୍କ ରୂପରେ ମାନିବି। ଏ ଠାକୁରମାନଙ୍କୁ କେଉଁଥିରେ ରଖିଲେ ଭଲ ଆପଣମାନେ ଜାଣିଥିବେ। ମୁଁ ସେଥିପାଇଁ ମଧ୍ୟ ଗୋଟିଏ କାଠର ଗୋଟେ କିଣି ଆଣିଛି। ଦର୍ଶକ ବନ୍ଧୁ ଦେଖନ୍ତୁ, ଏଥିରେ ଆମେ ଠାକୁରଙ୍କୁ ରଖିଦେବା। ଆଉ ଠାକୁରଙ୍କ ପାଇଁ ଭୋଗ ମଧ୍ୟ ମୁଁ ଆଣିଛି। ମୁଁ ଆପଣଙ୍କୁ ଭୋଗ ମଧ୍ୟ ଦେଖାଉଛି। ଦେଖନ୍ତୁ, ମୁଁ ଭୋଗ ମଧ୍ୟ ଆଣିଛି। ଶିବପୁରୀ ସୁଇଟ୍ସ ଆପଣମାନଙ୍କୁ ଦେଖାଉଛି ଏଥିପାଇଁ, ନହେଲେ ଆପଣମାନେ ଭାବିବେ କି ଏ ହରିଦ୍ୱାର ଯାଇନି, ହରିଦ୍ୱାରରୁ କିଛି ଆଣିନି। ଦେଖନ୍ତୁ ଦର୍ଶକ ବନ୍ଧୁ, ଏଠି ଲେଖା ହେଇଛି ହରିଦ୍ୱାର, ଦାକ୍ସ ରୋଡ଼, କନଖଲ। ପ୍ରଥମେ ଠାକୁର ଜଗନ୍ନାଥଙ୍କୁ ଭୋଗ ଅର୍ପଣ କରିବି, ତାପରେ ମୁଁ ନିଜେ ମିଠା ଖାଇବି। ହାପି ରଥଯାତ୍ରା ମୋର ୟୁଟ୍ୟୁବ୍ ଫ୍ୟାମିଲି। ବିଶେଷ କରି ମୋ ବାପା ମାଆଙ୍କୁ ମଧ୍ୟ ହାପି ରଥଯାତ୍ରା। ଚାଲନ୍ତୁ ଭୋଗ ଟିକେ ଅର୍ପଣ କରିବା। ମୁଁ ସୁଇଟ୍ସ ଡବାକୁ ଓପନ୍ କରୁଛି। ଦର୍ଶକ ବନ୍ଧୁ, ଏଟା କେଉଁ ଟାଇପ୍ର ମିଠା, କେଉଁ ବଢ଼ିଆ ମିଠା, କିଏ ଜାଣିଥିବ ଯଦି ମୋତେ ଭିଡ଼ିଓରେ କମେଣ୍ଟ କରନ୍ତୁ। ଦର୍ଶକ ବନ୍ଧୁ, এই ମିଠାର ପର୍ କେଜି ହେଲା 850 ଟଙ୍କା। ମୁଁ ସେଥିରୁ କିଛି ଆଣିଛି ଜଗନ୍ନାଥଙ୍କୁ ଭୋଗ ଚଢ଼େଇବି, ଆଉ ମୁଁ ମଧ୍ୟ ମିଷ୍ଟାନ ଖାଇବି। ଚାଲନ୍ତୁ ଜଗନ୍ନାଥଙ୍କୁ ମିଠା ଟିକେ ଅର୍ପଣ କରିବା। ଦର୍ଶକ ବନ୍ଧୁ, এই ମିଠାଟି এই ଭଳିଆ ଅଛି। ଦେଖନ୍ତୁ ପଛପଟେ ତାର ଏମିତିକା। ଏ ମିଠାର ନାଁ କ'ଣ ଆପଣମାନେ ଭିଡ଼ିଓ ମାଧ୍ୟମରେ ମୋତେ ଜଣାନ୍ତୁ। ଜଗତର ନାଥ ଶ୍ରୀ ଶ୍ରୀ 108ଟି ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁ, ମୁଁ ଆଜି ଆପଣଙ୍କ ପାଖରେ ନାହିଁ, ସେଥିପାଇଁ ଦୁଃଖିତ। ମୋର ସ୍ନେହ, ମମତା, ଆଦର, ସେଥିପାଇଁ ମୁଁ ଆପଣଙ୍କୁ ଆଜି ଭୋଗ ଚଢ଼ଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପ୍ରଭୁ ମୋ ଫ୍ୟାମିଲିକୁ ସୁଖ ଶାନ୍ତିରେ ରଖିଥାନ୍ତୁ। ଚାଲନ୍ତୁ ବର୍ତ୍ତମାନ ମିଠା ଖାଇକି ଦେଖିବା ମିଠାଟି କେମିତି ଲାଗୁଛି। वाह दर्शक बंधु, मिठाटी बहुत टेस्टी, बहुत भल लगुच। टेस्टी माने बेसी चीनी भी नहीं, हिसाब रे चीनी लगी। आपण मैंने हाफ केजी खाई पारे एकुटिया। चलतु बर्तमान ये मिठा को खाइबी। आउ मो पाखरे किछि मोर सांग माने अछंती मो दुएठी, तांको भी किछि अर्पण करबी।
ହାପି ରଥଯାତ୍ରା ମୋର ୟୁଟ୍ୟୁବ୍ ଫ୍ୟାମିଲି। ପୁଣି ଥରେ ଶେଷରେ ମୁଁ କହି ରଖୁଛି ଦର୍ଶକ ବନ୍ଧୁ, ହାପି ରଥଯାତ୍ରା। ପୁଣି ଥରେ ଆଉ ଟିକେ ମିଠା ଖାଇ ଦେଖିବା, କାହିଁକିନା କିଣା ହେଇଛି ଦର୍ଶକ ବନ୍ଧୁ 850 ଟଙ୍କା ପର୍ କେଜି। ୱାଓ, ବହୁତ ଭଲ ଲାଗୁଛି। ଆପଣମାନେ ତ ଦୋଳିରେ ବସିଥିବେ, ରଥ ଟାଣିଥିବେ, ଜଗନ୍ନାଥଙ୍କୁ ପାଖରୁ ଦର୍ଶନ କରିଥିବେ। ମୁଁ ସେତିକ ତ କରିପାରୁନି, ସେଥିପାଇଁ ହାଫ୍ କେଜି ମିଠା ଆପଣଙ୍କ ସାମ୍ନାରେ ଖାଇବି ଦର୍ଶକ ବନ୍ଧୁ। ୱାଓ, ନାଇସ୍, ବହୁତ ମିଠା। ଚାଲନ୍ତୁ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଏଇଠି ସମାପ୍ତ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।